ନବମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନର ତୃତୀୟ ପାଠ ଅଛି ଗଣତାନ୍ତ୍ରିକ ମୂଲ୍ୟବୋଧ। ଆସ ଆଜି କିଛି ସର୍ଟ କୋଶ୍ଚିନ୍ ଏହାର ଆଲୋଚନା କରିବା। 1 ନମ୍ବର, ଗଣତନ୍ତ୍ରର ପରିବର୍ତ୍ତିତ ଚେହେରାକୁ ଦୃଷ୍ଟିରେ ରଖି କାର୍ଲ ଫ୍ରେଡରିକ୍ କିପରି ମତ ପ୍ରକାଶ କରିଛନ୍ତି? ତ ଗଣତନ୍ତ୍ରର ପରିବର୍ତ୍ତିତ ଚେହେରାକୁ ଦୃଷ୍ଟିରେ ରଖି କାର୍ଲ ଫ୍ରେଡରିକ୍ ଯେଉଁ ମତ ପ୍ରକାଶ କରିଛନ୍ତି ତାହା ହେଉଛି ପରିସ୍ଥିତି ଭିନ୍ନ ହେଲେ ଗଣତନ୍ତ୍ରର ଆଭିମୁଖ୍ୟ ଭିନ୍ନ ହୁଏ। 2 ନମ୍ବର, ଆଜିର ଗଣତନ୍ତ୍ରରେ ଶାସନର ଚାବିକାଠି କାହା ହାତ ମୁଠାରେ ରହିଛି? ତ ଆଜିର ଗଣତନ୍ତ୍ରରେ ଶାସନର ଚାବିକାଠି କେତେକ ବ୍ୟକ୍ତିବିଶେଷ ବା ମୁଷ୍ଟିମେୟ ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ମୁଠାରେ ରହିଛି। 3 ନମ୍ବର, ଗଣତନ୍ତ୍ରରେ ସୃଷ୍ଟି ହେଉଥିବା ଭେଦଭାବ ଓ କନ୍ଦଳର କିପରି ସମାଧାନ ହୁଏ? ତ ଗଣତନ୍ତ୍ରରେ ସୃଷ୍ଟି ହେଉଥିବା ଭେଦଭାବ ଓ କନ୍ଦଳର ସମାଧାନ କେବଳ ଏକ ଶାନ୍ତ ପରିବେଶରେ ଆଲୋଚନା ମାଧ୍ୟମରେ ସମ୍ଭବ ହୁଏ। 4 ନମ୍ବର, ଗଣତନ୍ତ୍ର ଶାସନରେ ନାଗରିକ କେଉଁ ସବୁ କ୍ଷେତ୍ରରେ ସୁରକ୍ଷିତ ରହେ? ତ ଗଣତନ୍ତ୍ର ଶାସନରେ ନାଗରିକ ବ୍ୟକ୍ତି ଅଧିକାର, ସମାନତା ଓ ବ୍ୟକ୍ତି ମର୍ଯ୍ୟାଦା କ୍ଷେତ୍ରରେ ସୁରକ୍ଷିତ ରହେ। 5 ନମ୍ବର, ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା କେଉଁ ଗୋଷ୍ଠୀର ମତାମତକୁ ସମ୍ମାନ ଜଣାଇବା ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଅସ୍ଥିସୂଚକ ମନୋଭାବ? ତ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସର୍ବଦା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମତାମତକୁ ସମ୍ମାନ ଜଣାଇବା ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ଅସ୍ଥିସୂଚକ ମନୋଭାବ। 6 ନମ୍ବର, ସରକାରଙ୍କ ପ୍ରତି ବିରୋଧୀ ଗୋଷ୍ଠୀର ସମାଲୋଚନା କିପରି ହେବା ଦରକାର? ତ ସରକାରଙ୍କ ପ୍ରତି ବିରୋଧୀ ଗୋଷ୍ଠୀଙ୍କ ସମାଲୋଚନା ସର୍ବଦା ଅସ୍ଥିସୂଚକ ବା ଗଠନମୂଳକ ହେବା ଦରକାର। 7 ନମ୍ବର, ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ କ'ଣ ବୁଝାଏ? ତ ଗଣତାନ୍ତ୍ରିକ ମୂଲ୍ୟବୋଧ କହିଲେ ବିଜ୍ଞତା, ବିଚାର ଶକ୍ତି, ବୁଦ୍ଧି, ସାମୂହିକ ସ୍ୱାର୍ଥ, ସର୍ବଜନୀନ ସୁଖ, ନାଗରିକମାନଙ୍କର ସଚେତନା ବୃଦ୍ଧି ଓ ଗଣ ଉଦ୍ଦୀପନାକୁ ବୁଝାଏ। 8 ନମ୍ବର, ଜନସ୍ୱାର୍ଥ ବିରୋଧୀ ଗଣତାନ୍ତ୍ରିକ ସରକାରକୁ କିପରି ଠିକ୍ ବାଟରେ ଚାଲିବାକୁ ବାଧ୍ୟ କରାଯାଇପାରିବ? ତ ଜନସ୍ୱାର୍ଥ ବିରୋଧୀ ଗଣତାନ୍ତ୍ରିକ ସରକାରକୁ ସଦା ଜାଗ୍ରତ, ସଚେତନ ତଥା ଦାୟିତ୍ୱବାନ ନାଗରିକ ସର୍ବଦା ପ୍ରତିବାଦ ଓ ପ୍ରତିରୋଧ ମାଧ୍ୟମରେ ଠିକ୍ ବାଟରେ ଚାଲିବାକୁ ବାଧ୍ୟ କରିପାରିବ। 9 ନମ୍ବର, ପ୍ରତିବାଦ ଓ ପ୍ରତିରୋଧ କିଭଳି ହେବା ଦରକାର? ତ ପ୍ରତିବାଦ ଓ ପ୍ରତିରୋଧ ସର୍ବଦା ଶାନ୍ତିପୂର୍ଣ୍ଣ ଓ ସମୂହ ସ୍ୱାର୍ଥ ଜଡ଼ିତ ହେବା ବାଞ୍ଛନୀୟ। 10 ନମ୍ବର, ଗଣତାନ୍ତ୍ରିକ ପ୍ରତିବାଦ ତଥା ପ୍ରତିରୋଧର 2ଟି ଜ୍ୱଳନ୍ତ ଉଦାହରଣ ଦିଅ। ତ ଲେଖିବ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହ, ଆଇନ ଅମାନ୍ୟ ତଥା ଅସହଯୋଗ ଆନ୍ଦୋଳନ ଗଣତାନ୍ତ୍ରିକ ପ୍ରତିବାଦ ତଥା ପ୍ରତିରୋଧର ଜ୍ୱଳନ୍ତ ଉଦାହରଣ ଅଟେ। 11 ନମ୍ବର, ଭାରତରେ କେବେ ସୂଚନା ଅଧିକାର ଆଇନ ପ୍ରଣୀତ ହୋଇଛି? ତ ଏଇଟା 2005 ମସିହାରେ ଭାରତରେ ସୂଚନା ଅଧିକାର ଆଇନ ପ୍ରଣୀତ ହୋଇଛି। 12 ନମ୍ବର, କେଉଁଗୁଡ଼ିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର ବହୁମୂଲ୍ୟ ଉପାଦାନ ଭାବରେ ବର୍ଣ୍ଣନା କରାଯାଇଛି? ତ ମାନବ ଅଧିକାରର ସୁରକ୍ଷା, ଇଚ୍ଛାଶକ୍ତି, ଦେଶପ୍ରେମ, ଆଇନ ମାନ୍ୟତା, ଦେଶସେବା ଓ କର୍ତ୍ତବ୍ୟପରାୟଣତା ଇତ୍ୟାଦିକୁ ଗଣତାନ୍ତ୍ରିକ ମୂଲ୍ୟବୋଧର କେତୋଟି ବହୁମୂଲ୍ୟ ଉପାଦାନ ଭାବରେ ବର୍ଣ୍ଣନା କରାଯାଇଛି। 13 ନମ୍ବର, କିପରି ସମାଜରୁ ଦୁର୍ନୀତିର ମୂଳ ଉତ୍ପାଟନ କରାଯାଇପାରିବ? ତ ନାଗରିକମାନଙ୍କର ଦୃଢ଼ ମନୋବଳ, ନାଗରିକ ସମାଜର ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତି ବଳରେ ସମାଜରୁ ଦୁର୍ନୀତିର ମୂଳ ଉତ୍ପାଟନ କରାଯାଇପାରିବ। 14 ନମ୍ବର, କ'ଣ କଲେ ଗଣତନ୍ତ୍ରର
ବିକଳ୍ପ ଖୋଜିବା ଅନାବଶ୍ୟକ ଅଟେ। ତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉଜ୍ଜୀବିତ କରିବା ସହିତ ଗଣତନ୍ତ୍ରର ଦୋଷ ଓ ଦୁର୍ବଳତାକୁ ସୁଧାରି ପାରିଲେ ଗଣତନ୍ତ୍ରର ବିକଳ୍ପ ଖୋଜିବା ଅନାବଶ୍ୟକ ଅଟେ। 15 ନମ୍ବର, କେବେ ଭାରତରେ ନୂତନ ସମ୍ବିଧାନ ପ୍ରଚଳିତ ହେଲା? ତ ଏଇଟା ତୁମେ ଜାଣିଥିବ 1950 ମସିହା ଜାନୁଆରୀ 26 ତାରିଖ ଦିନ ଭାରତରେ ନୂତନ ସମ୍ବିଧାନ ପ୍ରଚଳିତ ହେଲା। 16 ନମ୍ବର, ଭାରତ କେବେଠାରୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ପରିଚୟ ପାଇଲା? ତ ଭାରତ 1950 ମସିହା ଜାନୁଆରୀ 26 ତାରିଖ ଠାରୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରର ପରିଚୟ ପାଇଲା। 17 ନମ୍ବର, ସମ୍ବିଧାନର କେଉଁ ସଂଶୋଧନରେ ପଞ୍ଚାୟତିରାଜ ଓ ନଗରପାଳିକା ଅନୁଷ୍ଠାନଗୁଡ଼ିକ ପୁନର୍ଗଠିତ ହୋଇଛି? ତ 1993 ମସିହାରେ 73ତମ ଓ 74ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଗୃହୀତ ହେଲା ପରେ ପଞ୍ଚାୟତିରାଜ ଓ ନଗରପାଳିକା ଅନୁଷ୍ଠାନଗୁଡ଼ିକ ପୁନର୍ଗଠିତ ହୋଇଛି। 18 ନମ୍ବର, ଭାରତରେ ଜଣକୁ କେତେ ବର୍ଷ ହେଲେ ସେ ସାବାଳକ ନାଗରିକ ରୂପେ ବିବେଚିତ ହୁଏ? ତ ଭାରତରେ ଜଣକୁ 18 ବର୍ଷ ହେଲେ ସେ ସାବାଳକ ନାଗରିକ ରୂପେ ବିବେଚିତ ହୋଇଥାଏ। 19 ନମ୍ବର, ଭାରତରେ ଧର୍ମନିରପେକ୍ଷତା ପାଳନ କରାଯିବା ପାଇଁ ପ୍ରତି ନାଗରିକଙ୍କୁ ସମ୍ବିଧାନ ସ୍ୱୀକୃତ କେଉଁ ଅଧିକାର ମିଳିଛି? ତ ଭାରତରେ ଧର୍ମନିରପେକ୍ଷତା ପାଳନ କରାଯିବା ପାଇଁ ପ୍ରତି ନାଗରିକକୁ ସମ୍ବିଧାନ ସ୍ୱୀକୃତ ଧର୍ମଗତ ସ୍ୱାଧୀନତା ଓ ଉପାସନାର ଅଧିକାର ମିଳିଛି। 20 ନମ୍ବର, କେଉଁ ଅଧିକାର ବ୍ୟବସ୍ଥାରେ ସମସ୍ତ ପ୍ରକାର ସାମାଜିକ ଅସମାନତାକୁ ଦୂର କରାଯାଇଛି? ତ ସମାନତାର ଅଧିକାର ବ୍ୟବସ୍ଥାରେ ସମସ୍ତ ପ୍ରକାର ସାମାଜିକ ଅସମାନତାକୁ ଦୂର କରାଯାଇଛି। ତ ଏହିପରି ଭାବରେ ପ୍ରଶ୍ନର ଉତ୍ତର ଗୁଡ଼ାକ ମନେ ରଖିବ। ଧନ୍ୟବାଦ।